ତ ପିଲାମାନେ ଆଜି ଆମେ ପଢ଼ିବା ଚତୁର୍ଥ କ୍ଲାସର ପରିବେଶ ବିଜ୍ଞାନ ପାଠ ଦ୍ୱିତୀୟ। ତ ଚାଲନ୍ତୁ ଦେଖିବା ଆଜି। ତ ଦ୍ୱିତୀୟ ପାଠର ନାମ ହେଲା ପଡ଼ୋଶୀମାନଙ୍କୁ ଜାଣିବା। ଚାଲନ୍ତୁ ଆମେ ତାର କ୍ୱେଶ୍ଚିନ୍ ଆନ୍ସର କରିବା। ପ୍ରଥମ ପେଜରେ କ'ଣ ଦେଇଛି? ପଡ଼ୋଶୀମାନଙ୍କୁ ଜାଣିବା ଘରକୁ ଫେରିବା ବାଟରେ ହେଲା। ଚାଲନ୍ତୁ ସେକେଣ୍ଡ ପେଜରେ କ'ଣ ଦେଇଛି କ୍ୱେଶ୍ଚିନ୍ ଆନ୍ସର ତାର ଆଜି କରିବା। ତ ଚାଲ ପିଲାମାନେ ଆମେ ଆର କ୍ୱେଶ୍ଚିନ୍ ଆନ୍ସର କରିବା। ତ ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? ତୁମ ସାଙ୍ଗ ପାଖକୁ ଏକ ଚିଠି ଲେଖି ପୋଷ୍ଟ କର। ତ ଚାଲ ଆପଣମାନେ କେମିତି ଲେଖିବେ ଆର ଗୋଟେ। ତ ତୁମେମାନେ କେମିତି ଚିଠି ଲେଖିବେ? ତ ଚାଲ ତୁମମାନଙ୍କୁ ମୁଁ କହିଦେଉଛି। ତ ପିଲାମାନେ ତୁମେ ଲେଖିବ ତୁମ ସାଙ୍ଗ ପାଖକୁ ଏକ ଚିଠି, ସ୍ଥାନର ନାଁ ଲେଖିବ, ତୁମ ଗାଁ ବା ସହରର ନାମ ଲେଖିବ, ତୁମେ ଯେଉଁଠି ରହୁଛ, ତାପରେ ତାରିଖ ଲେଖିବ ଯେଉଁଦିନ ଦେବ, ତାପରେ ମୋର ପ୍ରିୟର ସାଙ୍ଗ, ତୁମ ପ୍ରିୟର ସାଙ୍ଗର ନାମ ଲେଖିବ, ତାପରେ ତୁମ ସାଙ୍ଗ ପାଖକୁ ଲେଖିବ ମୋର ପ୍ରିୟର ସାଙ୍ଗ ନାମ ଲେଖିବ, ତାପରେ ମୋର ଅନେକ ଅନେକ ଶୁଭେଚ୍ଛା ଭଲ। ଏ ପାରାଗ୍ରାଫଟା ତୁମେମାନେ ପିଲାମାନେ ସବୁ ଲେଖିବେ। ତ ପିଲାମାନେ ତୁମେ ଲେଖିବେ ମୋର ଅନେକ ଅନେକ ଶୁଭେଚ୍ଛା ଓ ଭଲ ପାଇବା ଗ୍ରହଣ କରିବୁ ଆଶା କରିବୁ ତୁ ଏବଂ ତୋ ପରିବାର ସମସ୍ତ ସମସ୍ୟା ଭଲରେ ଥିବ, ମୁଁ ମଧ୍ୟ ଏଠାରେ ଭଲରେ ଅଛି। ତ ଏମିତି ଆପଣ ଲେଖିବେ। ତ ପିଲାମାନେ ସେକେଣ୍ଡ ପାରାଗ୍ରାଫରେ ଦେଖ, ଆଜି ଆମ ଶ୍ରେଣୀରେ ଆମେ ପୋଷ୍ଟ ଅଫିସ୍ ଏବଂ ଚିଠି ଆଦାନ ପ୍ରଦାନ ବିଷୟରେ ପଢ଼ିଲୁ, ସେଥିପାଇଁ ମୁଁ ତୋତେ ଏଠି ଚିଠିଟି ଲେଖୁଛି। ତୁ ଏଠି ଚିଠି ପାଇବା ପରେ ମୋ ପାଖକୁ ନିଶ୍ଚିତ ଭାବରେ ଗୋଟିଏ ଚିଠି ଲେଖିବୁ। ତୋର ପାଠପଢ଼ା କେମିତି ଚାଲିବ ଏବଂ ତୋ ଖବର ସବୁ କେହି ଚିଠି ଲେଖିବ। ତ ଏମିତି ଆପଣମାନେ ଲେଖିବେ। ତ ପିଲାମାନେ ଚିଠିଟି ଲେଖି ସାରିଲା ପରେ ତୁମର ନାମ ଲେଖିବ, ତାପରେ ପ୍ରେରକ ଗ୍ରାହକ ଲେଖିବ, ତାପରେ ତୁମ ନାଁ ଲେଖିବ, ତୁମ ସାଙ୍ଗ ନାଁ ଲେଖିବ, ଗ୍ରାମ ବା ସହର ତୁମର ଲେଖିବ, ତାପରେ ତୁମ ସାଙ୍ଗ ନାଁ ଗ୍ରାମ ବା ସହର ଲେଖିବ, ତୁମ ଜିଲ୍ଲା ଲେଖିବ, ତ ତୁମ ସାଙ୍ଗ ଯେଉଁଠି ରହୁଛି ସେଇ ଜିଲ୍ଲା ଲେଖିବ, ତୁମେ ଯେଉଁଠି ରହୁଛ ପିନ୍କୋଡ଼୍ ଲେଖିବ ବା ତାର ପିନ୍କୋଡ଼୍ ଲେଖିବି ଚଳିବ। ତ ଏମିତି ଲେଖିବି ଆପଣ ଗୋଟେ ଚିଠି ଲେଖିକି ପଠାଇ ପାରିବେ ତୁମ ସାଙ୍ଗ ପାଖକୁ। ତ ଚାଲ ଦେଖିବା ନେକ୍ସଟ ପେଜ ବି ଆପଣ ଦେଖିବେ ଯେଉଁ ଆଗକାଳ ଯେଉଁ ହେଉଥିଲା ପୋଷ୍ଟ ଅଫିସ୍ କେମିତି ଦେବା ନେବା ହେଉଥିଲା, ତାପରେ ଆଗର ଟିଭି ଫୋନ୍ ଦେଖିପାରୁଥିବେ, ତ ଯିବା ଆସିବା ପାଇଁ ଘୋଡ଼ା ବ୍ୟବହାର କରୁଥିଲେ ଆପଣମାନେ ଦେଖିପାରୁଥିବେ। ତ ଏତ ସବୁ ଆଗର ବ୍ୟବସ୍ଥା ଏବେର ବ୍ୟବସ୍ଥା ସବୁ ମିଶିକି ଅଛି। ତ ଚାଲ ଆଉ ନେକ୍ସଟ ପେଜ ଦେଖିବା। ତ ନେକ୍ସଟ ପେଜରେ କ'ଣ ଦେଇଛି ପିଲାମାନେ? ବୟସ୍କମାନଙ୍କ ସହିତ ସାକ୍ଷାତ କରିବା। ତ ଚାଲ ଦେଖିବା। ବର୍ଗ ଦେଇଛି ଉପରେ, ତାପରେ ଦେଇଛି ଆଗକାଳର ଯୋଗାଯୋଗ ବ୍ୟବସ୍ଥା ଆଉ ବର୍ତ୍ତମାନଙ୍କର ଯୋଗାଯୋଗ ବ୍ୟବସ୍ଥା। ତ ଆଗକାଳର କେମିତି ବ୍ୟବସ୍ଥା ଥିଲା ଆଉ ଏବେ କାଳ ବ୍ୟବସ୍ଥା, ଚାଲ ଦେଖିବା। ଏଠି ଦେଇଛି ଦେଖ ଯୋଗାଯୋଗର ପ୍ରକାର। ତ ପିଲାମାନେ ଏଠି ଦେଇଛି ଯୋଗାଯୋଗର ପ୍ରକାର କ'ଣ? ଯୋଗାଯୋଗର ଚିଠି ଟେଲିଗ୍ରାମ। ତ ଆଗକାଳରେ ହେଉଥିଲା ଚିଠି ଟେଲିଗ୍ରାମରେ ସବୁ ଯୋଗାଯୋଗ ହେଉଥିଲା। ତାପରେ ବର୍ତ୍ତମାନ ଯୋଗାଯୋଗ ବ୍ୟବସ୍ଥା କ'ଣ ହେଇଛି ପିଲାମାନେ? ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ସାମାଜିକ ଗଣମାଧ୍ୟମ, ଅନଲାଇନରେ ପଠାଯାଇଥିବା ବାର୍ତ୍ତା ସବୁ ମୋବାଇଲ ସବୁ କଥା ହେଉଛନ୍ତି ଏବେ ଇଣ୍ଟରନେଟ୍ ମାଧ୍ୟମରେ। ତ ଦେଖୁଛନ୍ତି ତ ଆଗକାଳରେ ଏଇଟା ସବୁ ସୁବିଧା ନଥିଲା। ତ ଚାଲ ଦେଖିବା ଯୋଗାଯୋଗର ବେଗ। ତ ପିଲାମାନେ ଆପଣ ଲେଖିବେ ଯୋଗାଯୋଗର ବେଗ। ଯୋଗାଯୋଗ ବେଗରେ କ'ଣ ଲେଖିବେ? ଆଗକାଳର ଯୋଗାଯୋଗ ବ୍ୟବସ୍ଥା କ'ଣ ଲେଖିବେ? ବହୁତ ଧୀର, ଦିନ କିମ୍ବା ସପ୍ତାହ ଲାଗୁଥିଲା। ତ ଆଗକାଳରେ ସବୁ ବହୁତ ଲେଟ୍ରେ ତ ହେଉଥିଲା, ତ ଏମିତି ଲେଖିବେ। ତ ପିଲାମାନେ ବର୍ତ୍ତମାନ ଯୋଗାଯୋଗ ବ୍ୟବସ୍ଥା କ'ଣ ଲେଖିବେ? ଅତି କ୍ଷିପ୍ତ ବା ତୁରନ୍ତ ସେକେଣ୍ଡ ମାଧ୍ୟମରେ। ତ ଏବେ ବର୍ତ୍ତମାନ ତ ହେଇଯାଉଛି ଆପଣ ବସ୍ରେ ଯାଇପାରିବେ ବା ବାଇକ୍ରେ ଯାଇପାରିବେ, ଟ୍ରେନ୍ ଯାଇପାରିବେ, ତ ଅତି ବେଗରେ ଆପଣ କେଉଁଠି ବି ଯାଇପାରିବେ। ତ ଏବେ ସବୁ ଏଇ ବ୍ୟବସ୍ଥାରେ। ତ ପିଲାମାନେ ଏବେ ଚାଲ ଦେଖିବା ଯୋଗାଯୋଗର ଆବୃତ୍ତି କେମିତି ହେଉଛି। ତ ଯୋଗାଯୋଗର ଆବୃତ୍ତି ବି ଲେଖିବେ କମ୍ ଆବଶ୍ୟକ ସ୍ଥଳେ କରାଯାଉଥିଲା। ତାପରେ ବର୍ତ୍ତମାନ ଯୋଗାଯୋଗ ବ୍ୟବସ୍ଥା କ'ଣ? ଅଧିକ ସବୁବେଳେ ଯୋଡ଼ି ହୋଇ ରହିବା। ତ ଏବେ ଅଧିକ ସବୁ ଯୋଡ଼ି ରହୁଛୁ ନା ନାହିଁ ପିଲାମାନେ? ତ ସେମିତି ଲେଖିବେ। ତ ଯୋଗାଯୋଗର ଭାଷା ଏବେ ଦେଖିବା ଚାଲ। ତ ଏହିପରି ଆପଣମାନେ ଯୋଗାଯୋଗର ଭାଷା ବି ଲେଖିପାରିବେ। ତ ଏବେ ଦେଖିବା ସମ୍ମୁଖୀନରେ ହେଉଥିବା ଆହ୍ୱାନ। ତ ଚାଲ ଦେଖିବା। ତ ପିଲାମାନେ ଦେଖ ସମ୍ମୁଖୀନ ହେଉଥିବା ଆହ୍ୱାନ। ତ ଦେଖ ଆପଣମାନେ ଦେଖ ଆଗକାଳରେ କ'ଣ ହେଉଥିଲା ପିଲାମାନେ? ଚିଠି ହଜିବାର ବିଳମ୍ବ ଥିଲା, ତା ଭୟ ବି ଥିଲା। ଆଗକାଳରେ ସବୁ ଏମିତି ହେଉଥିଲା। ତ ଏବେ ସେମିତି କିଛି ନାହିଁ। ତ ଏବେ କୌଣସି ମନଙ୍କର ହଜିଲା ହେଲେ କ'ଣ ସାଇବର ପୁଲିସ୍। ତ ପିଲାମାନେ ଏମିତି ଲେଖିବେ। ତ ପିଲାମାନେ ନେକ୍ସଟ ପେଜ ଉଲ୍ଟାନ୍ତୁ। ତ ନେକ୍ସଟ ପେଜରେ ବି କିଛି କ୍ୱେଶ୍ଚିନ୍ ଆନ୍ସର ତ ଦେଇନି। ତ ଚାଲ ଆଉ ଥରେ ନେକ୍ସଟ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି? ତ ଚାଲ ଦେଖିବା। ପ୍ରଶ୍ନ ନମ୍ବର 1, ତୁମେ କେଉଁ ପ୍ରକାର ପରିବହନ ବ୍ୟବସ୍ଥାକୁ ସବୁଠାରୁ ଅଧିକ ବ୍ୟବହାର କର? ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଆପଣ କ'ଣ ଲେଖିବେ ଉତ୍ତର? ମୁଁ ସାଧାରଣତଃ ସଡ଼କ ପରିବହନ ଯେପରିକି ବସ୍, ସାଇକେଲ, ବାଇକ୍ କିମ୍ବା କାର୍ ସବୁଠାରୁ ଅଧିକ ବ୍ୟବହାର କରେ। ତ ଆପଣ ଏମିତି ଲେଖିପାରିବେ। ଦ୍ୱିତୀୟ ନମ୍ବର କ'ଣ ଦେଇଛି ପିଲାମାନେ? ତୁମେ ଚିତ୍ରଗୁଡ଼ିକରୁ ଥିବା ପରିବହନ ବ୍ୟବସ୍ଥା ଗୁଡ଼ିକୁ ଚିହ୍ନଟ କରିପାରିବ କି ଏବଂ ସେଗୁଡ଼ିକୁ କିପରି ଯାତ୍ରାର ଦୂରତର ଓ ଯୋଗାଯୋଗ ପ୍ରକ୍ରିୟାରେ ଉନ୍ନତି କରାଯାଇଛି? ତ ଚାଲ ଆମେ ଦେଖିବା କେମିତି ହେବ।
तो 2 नंबर उत्तर लिखिबे उड़ंता पल्लव। गोटे ब्रिज अछि तो देखो पिला माने से ब्रिज ऊपर गाड़ी जाउछि तो आपण देखिए उड़ंता पल्लव। तापर एठी लिखा अछि 2 नंबर चित्र कोन अछि पिला माने काठ पल्लव। तो काठ पल्लव लिखिबे ता तळे। तापर पिला माने देखिबे साइड रो ट्रेन चित्र अछि तो सेडा अछि मेट्रो ट्रेन। आपण लिखि पारिबे मेट्रो ट्रेन। ता तळु अछि उड़ाजाहाज। तो आपण माने पिला माने तो देखिथिबे ऊपर आकाश रो उड़ुछि उड़ाजाहाज। तो लिखिबे ता तळे उड़ाजाहाज। तापर देखो पिला माने उड़ाजाहाज पाखरे गोटे बुलेट ट्रेन अछि तो सेई ट्रेन नाम होछि बुलेट ट्रेन। तो बुलेट ट्रेन लिखि पारिबे आपण माने। तो पिलामाने आउ गोटे साइड रे चित्र अछि कोन सेडा चित्र तो आपण माने के पर्वत उपरे तो देखिबे तळरू पर्वत उपरु जिबा पई तारातारिणी मंदिर बा कोनोसी मंदिर बा टेम्पल देखिथिबे तळरू किने उपरकू जिबा पई जो लाइन द्वारा तार द्वारा तो सेटा होछि रेपवे रोपवे बा केबल कार बा आपण माने लिखि पारथिबे। तारातारिणी मंदिर जाइथिबे तो देखि पारथिबे आपण माने केमिति तळरू उपर जाउथिबा कोनोसी पर्वत स्थान रे। तो पिलामाने चला बे नेक्स्ट पेज देखिबा। नेक्स्ट पेज कोन दिछि पिलामाने ता तळू गोटे पैराग्राफ दिछि देखो आस लिखिबा डाक्टरखाना किंबा एक स्वास्थ्य केन्द्र कार्य करुवा लोक मानक तालिका गुड़िक एवं निर्म सारणी से भूमिका लेख। तो चल तो केमिति लिखिबा आमे देखिबा। एठी गोटे सारणी करा जायछि लोक माने ओ डाक्टरखाना स्वास्थ्य केन्द्र रे सेमानकर भूमिका। डाक्टर कोन लेखा अछि रोगी मानक स्वास्थ्य परीक्षा करबा ओ औषध लिखिबा। डाक्टर मानकर ए काम तो नर्स मानकर कोन काम चल लिखिबा। तो पिला नर्स मानकर काम कौन लिखि पारुथिबे रोगी मानकर सेवा करबा एवं समय अनुसार औषध देबा नर्स मानकर ए काम। तो फार्मासिस्ट मानकर को काम डाक्टर चिट्ठी दूर करबा। तो पिला माने फार्मासिस्ट रे भी ए परिभाषा लिखि पारे डाक्टर को चिट्ठी अनुसार रोगी को स्वास्थ्य बा औषध। तो पिला माने आ दुईटा दिन तो दुईटा आमे लिखिबा चलो। तो पिला माने देखि पारुथिबे आ दुईटा कोन लिखा अछि लैबोरेटरी टेक्सीशियन बा रोगी को रक्त परिस्कार आदि परीक्षा करबा। तो आपण माने डाक्टरखाना को केबे जाइथिबे रक्त केबे परीक्षा करथिबे ज्वर हेले बा कोनोसी बेमार बा रोग हेले कोन विभिन्न परिस्कार परीक्षा कर तो एमिति लिखिबे। तो आ गोटे तळु कोन लिखिबे स्वीपर सफाई कर्मचारी। स्वीपर सफाई कर्मचारी काम कोन डाक्टरखाना परिसर जो डाक्टरखाना जो अच्छी जो रूमटा अच्छी जो डाक्टर मान जो बसते से सफा सुतरा रखा तो ये काम होची स्वीपर। तो एमती लिखिए। तो पिला माने नेक्स्ट पेज उल्टा तो नेक्स्ट पेज रे गोटे एटीएम दीजिए क्वेश्चन आंसर तापरटा दीजिए। तो चलो देखिए तार क्वेश्चन आंसर। तो एक नंबर क्वेश्चन कौन देछि पिला माने जदि तुमे पॉकेट मनी पाओ तेबे तुमे कौन एहाको संचय करबो कि जदि हाँ केउठे तुमे संचय करबो। तो चलो आर उत्तर लिखिबा। तो पिला माने एहिपरि लिखिबा हाँ मु मोर पॉकेट मनी को संचय करबी मु एहाको संचय करबी बैंक बा किंबा बापा माँ को साहाय्य रे बैंक रे संचय करी रखि परिबी। तो एमिति लिखि परिबो उत्तर। तोर 2 नंबर क्वेश्चन देछि कोन पिला माने टंका संचय करबा गुरुत्वपूर्ण बोली तुमे काहे भावुच। तो चला आर उत्तर लिखिबा। तो पिला माने 2 नंबर उत्तर कोन लिखिबे भविष्य में कौन जरूरी आवश्यकता पूरण करने एवं निजर प्रिय जिनिस किणवा टंका संचय करने अत्यंत आवश्यक। तो आपण मैंने कौन यात्रा जीवे कौन आग को खाता बही कलम किणवे तो भविष्य में कौन पैसा रखिले किणव ना। तो एमती उत्तर लिखिबा आपण मैंने। 3 नंबर क्वेश्चन कौन देछि पिला माने अधिक टंका संचय करने तुमे आउ कौन करि। तो चल आर उत्तर भी लिखिबा। तो पिला माने आर उत्तर कौन लिखिबो अधिक टंका संचय करने मो अनावश्यक खर्च कमाइबा एवं केवल दरकारी जिनिस उपरे टंका व्यय करी। तो एमती आपण उत्तर लिखिबे। तो चलो 4 नंबर क्वेश्चन पढ़ा। तुम परिवार जड़े सदस्य को तांकर पासबुक देखा अनुरोध कर। पासबुक रे प्रथम पोस्टर दि जाइथिबा गुरुत्वपूर्ण तथ्य गुड़ी को प्रति ध्यान दियो। तो चलो आर उत्तर भी लिखिबा। तो पिला माने 4 नंबर उत्तर लिखिबे एही कामटी तुमको निज करिवार हेबो। पासबुक रे प्रथम पृष्ठ रे साधारणतः खाताधारी नाम एकाउंट नंबर बैंक शाखा नाम एवं IFSC कोड भली गुरुत्वपूर्ण तथ्य थाए। तो एमती उत्तर लिखिबा आपण माने। तो पिला माने 4 नंबर उत्तर सरला। तो चलो नेक्स्ट पेज भी देखिबा तार। तो पिला माने नेक्स्ट पेज उल्टांतु। तो पिला माने नेक्स्ट पेज कौन देछि तुम अंचल रे थिबा एक बैंक परिदर्शन कर किंबा तुम वयस्क व्यक्ति ठारू एहा किपरि काम कर जान एहा परि निर्मलिखित प्रश्न उत्तर दियो। तो क नंबर क्वेश्चन कौन देछि टंका संचय करबा पई व्यतीत लोक माने बैंक गुडी को आउ कोन पई व्यवहार करंती। तो चला आर उत्तर लिखिबा। तो पिला माने क नंबर उत्तर एमिति लिखिबे लोक माने बैंक को ऋण लोन नेबा पई निजर मूल्यवान गहना बा कागज पत्र सुरक्षित रखा लकर फैसिलिटी पई एक विभिन्न प्रकार। तो एमती आपण क नंबर उत्तर लिखि पारबे। तो ख नंबर कौन देछि पिला माने एक एटीएम कौन एवं यह लोक मानक किपरि सहाय्य करे। तो चला आरो भी उत्तर लिखिबा। तो ख नंबर उत्तर कौन लिखिबे उत्तर लिखिबे एटीएम रो पूरा नाम हेउची
ଅଟୋମେଟେଡ୍ ଟେଲର ମେସିନ୍ ଏହା ଏକ ଯନ୍ତ୍ର ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ପଇସା ଉଠାଇ ପାରିବ। ତ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରନ୍ତି ଏବଂ ବାଲାନ୍ସ ଚେକ୍ କରିପାରନ୍ତି। ତ ଏମିତି ଉତ୍ତର ଆପଣ ଲେଖିବେ। ଖ ନମ୍ବର ଏମିତି ଲେଖିବେ। ତ ଚାଲ 2 ନମ୍ବର ଏବେ ପଢ଼ିବା ପିଲାମାନେ। ଏକ ଭାରତୀୟ ମୁଦ୍ରାର ନୋଟ୍ ନିଅ, ଏହାକୁ ଭଲ ଭାବରେ ଦେଖ ଏବଂ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। 1 ନମ୍ବର କ'ଣ ଦେଇଛି ପିଲାମାନେ? ନୋଟ୍ର ମୂଲ୍ୟ କେତେ? ତ ପିଲାମାନେ କ ନମ୍ବର ଉତ୍ତର ଲିଖିବେ। ଆପଣଙ୍କ ପାଖରେ ଥିବା ନୋଟ୍ ଗୁଡ଼ିକୁ ଦେଖନ୍ତୁ। ଯଦି ସେଥିରେ 100 ଲେଖାଯାଇଛି ତେବେ ତାହା 100 ଟଙ୍କା ନୋଟ୍ ହେବ। ଉଦାହରଣ 10 ଟଙ୍କା, 20 ଟଙ୍କା, 50 ଟଙ୍କା, 100, 200 ବା 500 ଟଙ୍କା ଆପଣମାନେ ଦେଖିଥିବେ ନୋଟ୍ ଯାକ। ତ ସେମିତି ଲେଖିବେ ଉତ୍ତର ଏଇଭଳି। ତ ଖ ନମ୍ବର କ'ଣ ଦେଇଛି ପିଲାମାନେ? ନୋଟ୍ରେ କେତୋଟି ଭାଷା ତୁମେ ଦେଖିଛ? ତୁମେ ନୋଟ୍ରେ ଦେଖ, ଏବେ ଗୋଟେ 10 ଟଙ୍କା ନୋଟ୍ ବା 20 ଟଙ୍କା ନୋଟ୍ ନେଇଥିବ, ତାର ଭାଷା ଲେଖାଯାଇଥିବ। ତ ପିଲାମାନେ ଦେଖ, ଏଇଟା ଗୋଟେ 10 ଟଙ୍କା ନୋଟ୍। ତ 10 ଟଙ୍କା ନୋଟ୍ ପଛକାନି କାଢ଼ିବ, ତ ପଛକାନି ଗୋଟେ ଭାଷା ଲେଖାଯାଇଥିବ ଦେଖନ୍ତୁ। ତ ଏହିପରି ନୋଟ୍ରେ ଦେଖନ୍ତୁ, ନୋଟ୍ ପଛକାନି ଗୋଟେ ଏମିତି ଭାଷା ଲେଖାଯାଇଥିବ। ସେଇଟା ହେଉଛି କେତେ ପ୍ରକାର ସବୁ ଭାଷା ଲେଖାଯାଇଥିବ। ଆପଣ 10 ଟଙ୍କା ନୋଟ୍ ନେଇ ଦେଖିପାରିବେ। ତ ଉତ୍ତର ଚାଲ ଆର ଲେଖିବା। ତ ପିଲାମାନେ ଉତ୍ତର ଲେଖିବେ। ଏକ ସାଧାରଣତଃ ଭାରତୀୟ ମୁଦ୍ରା ନୋଟ୍ରେ ମୋଟ 17ଟି ଭାଷା ଅଛି। ତ ଆପଣ କୌଣସି ବି ନୋଟ୍ ପଛକାନି ଦେଖିଲେ 17ଟି ଭାଷା ଥାଏ। କ'ଣ କ'ଣ? ହିନ୍ଦୀ, ଇଂରାଜୀ ଏବଂ ପଛପଟେ ଆମର ଓଡ଼ିଆ ଭାଷା ବି ବିଭିନ୍ନ ପ୍ରକାର ଭାଷା ଥାଏ, ଦେଖିପାରୁଥିବେ। ତ ଉତ୍ତର ଏଇଭଳି ଲେଖିବେ ଆପଣମାନେ। ତ ପିଲାମାନେ ଗ ନମ୍ବର କ୍ୱେଶ୍ଚିନ୍ ଦେଖ, ନୋଟ୍ରେ କେଉଁ ଚିତ୍ର କିମ୍ବା ପ୍ରତୀକ ରହିଛି? ତ ଚାଲ ଦେଖିବା, ଆର ଉତ୍ତର ବି ଲେଖିବା। ତ ଗ ନମ୍ବର ଉତ୍ତର କ'ଣ ଲେଖିବେ? ଭାରତୀୟ ନୋଟ୍ର ମୁଖ୍ୟତଃ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଥାଏ। ସବୁ ନୋଟ୍ରେ ଦେଖିଦେବ ମହାତ୍ମା ଗାନ୍ଧୀଙ୍କର ଚିତ୍ର ଅଛି। କୌଣସି ବି ନୋଟ୍ରେ ଦେଖିବେ ତାଙ୍କର ଅଶୋକ ସ୍ତମ୍ଭର ପ୍ରତ୍ୟେକ ଏବଂ ଚିତ୍ର ଥାଏ। ଏମିତି ଉତ୍ତର ଆପଣ ଲେଖିବେ। ତ ପିଲାମାନେ 28 ପୃଷ୍ଠା କାଢ଼ନ୍ତୁ। 28 ପୃଷ୍ଠା ଦେଖନ୍ତୁ, ଗୋଟେ ଘର ଅଛି, ଡାକ୍ତରଖାନା, ଔଷଧାଳୟ, ଚିକିତ୍ସାଳୟ, ବିଭିନ୍ନ ପ୍ରକାର ସବୁ ଅଛି। ତ ଚାଲ ଆର କ୍ୱେଶ୍ଚିନ୍ ବି ଆନ୍ସର କରିବା। ତ କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି ପିଲାମାନେ? ଉପରୋକ୍ତ ଚିତ୍ର ଦେଖି ଏବଂ ନବ୍ୟ ଘରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ରହିଥିବା ସ୍ଥାନ ଗୁଡ଼ିକୁ ଲେଖ। ତ ପାରାଗ୍ରାଫ କ'ଣ ଦିଆଯାଇଛି ପିଲାମାନେ? ଦିଗ ଦିଆଯାଇଛି, ସ୍ଥାନ ଦିଆଯାଇଛି। ଉତ୍ତର ଦିଗରେ କ'ଣ ଅଛି? ତ ଚାଲ ଆମେ ଆର ଉତ୍ତର ସବୁ ଯାକ ଲେଖିଦେବା। ତ ପିଲାମାନେ ଉତ୍ତର ଦିଗରେ ଲେଖିବେ ଚିକିତ୍ସାଳୟ ଅଛି, ପୂର୍ବ ଦିଗରେ ଲେଖିବେ ଔଷଧାଳୟ ଅଛି, ପଶ୍ଚିମରେ ଅଛି ପନିପରିବା ଦୋକାନ ଓ ଦକ୍ଷିଣରେ ଅଛି ଡାକ୍ତର ଘର। ତ ଏମିତି ଉତ୍ତର ଲେଖିବେ। ପିଲାମାନେ 29 ପେଜ୍ କାଢ଼ନ୍ତୁ। ଚାଲ ଦେଖିବା। 29 ପେଜ୍ରେ କ'ଣ ଲେଖାଯାଇଛି ପିଲାମାନେ? କଳ୍ପନା କର ଯେ ତୁମେ କ'ଣ ସାଙ୍ଗକୁ ବିଦ୍ୟାଳୟ ନିକଟରେ ଥିବା ତୁମର ପ୍ରିୟ ସ୍ଥାନକୁ ପରିଦର୍ଶନ କରିବାକୁ ସୂଚନା ଦେଇଛି। ଦିଗ, ବାମ, ଡାହାଣ, ଆଗ, ପଛ ଇତ୍ୟାଦି ଏବଂ ସୀମାପ୍ରସ୍ଥ ନିକଟରେ ଥିବା ଚିହ୍ନଟ ସ୍ଥାନ ବ୍ୟବହାର କରି ତୁମେ ଏହାକୁ କିପରି ବ୍ୟାଖ୍ୟା କରିବା? ତ ଚାଲ ଲେଖିବା ସ୍ଥାନ ଓ ସୂଚନା। ତ ସ୍ଥାନରେ କ'ଣ ଲେଖିବେ ପିଲାମାନେ? ଏଠି ଲେଖାଯାଇଛି ସ୍ଥାନ ଓ ସୂଚନା। ଖେଳ ପଡ଼ିଆ କିମ୍ବା ଆପଣଙ୍କ ପସନ୍ଦର କୌଣସି ବଗିଚା ବା ଲାଇବ୍ରେରୀ ଲେଖିବେ। ସୂଚନାରେ କ'ଣ ଲେଖିବେ? ବିଦ୍ୟାଳୟରେ ଥିବା ମୁଖ୍ୟ ପାଠକରୁ ବ୍ୟବହାର କରି ଏହିପରି ଆପଣ ଲେଖିବେ। ତ 31 ନମ୍ବର ପେଜ୍ ପିଲାମାନେ। 31 ନମ୍ବର ଉପରେ ଦେଖ, ବର୍ଗ ଦିଆଯାଇଛି, ତାପରେ ଖର୍ଚ୍ଚ ପାଇଁ ଯୋଜନା କରିଥିବା ରାଶି, ତାପରେ ତୁମେ ଏହି ରାଶି କାହିଁକି ବାଛିଲ? ସଞ୍ଚୟ, ଖର୍ଚ୍ଚ। ତ ଚାଲ ଲେଖିବା। ତ ସଞ୍ଚୟରେ କ'ଣ ଲେଖିବେ? 30 ଟଙ୍କା ଲେଖିବେ। ଭବିଷ୍ୟତରେ କୌଣସି ଜରୁରୀ କାମ ବା ଭଲ ବହି କିଣିବାର ଏହି ଟଙ୍କା ସାହାଯ୍ୟ କରିବ। ତ ଏମିତି ଲେଖିବେ। ତୁମେ ଏହି ରାଶି କାହିଁକି ବାଛିଲ? ତ ଏମିତି ଲେଖିବେ ଆପଣ। ଚାଲ ଖର୍ଚ୍ଚର ବି ଉତ୍ତର ଲେଖିବା। ତ ପିଲାମାନେ ଖର୍ଚ୍ଚର ବି ଲେଖିବ। ଖର୍ଚ୍ଚ ପାଇଁ ଯୋଜନା କରିଥିବା ରାଶି 70 ଟଙ୍କା ଲେଖିବ। ତାପରେ ତୁମେ ଏହି ରାଶି କାହିଁକି ବାଛିଲ? ଏହା ଟଙ୍କାର ମୁଁ ଖାଦ୍ୟ ବ୍ୟବହାର, ଏମିତି ଆପଣ ଲେଖିପାରିବେ ଉତ୍ତର। ତ ପିଲାମାନେ 32 ପୃଷ୍ଠା କାଢ଼ନ୍ତୁ। ତ ପିଲାମାନେ 32 ପୃଷ୍ଠା ଲେଖାଯାଇଛି। 4 ନମ୍ବର କ୍ୱେଶ୍ଚିନ୍ ଦେଖ, ତୁମେ କ'ଣ ନିମ୍ନରେ ଦିଆଯାଇଥିବା ବାକ୍ସରେ ଏହି ପ୍ରତ୍ୟେକ ସେବାରେ ସମ୍ପୃକ୍ତ ବ୍ୟକ୍ତି ବା ବ୍ୟବହୃତ ଯାନବାହନ ଗୁଡ଼ିକର ତାଲିକା କରିପାରିବ? ଏହି ନିମ୍ନରେ ଏକ ଧାରଣା ଦିଆଯାଇଛି। ତ ଦେଖ, ପୋଲିସ ଷ୍ଟେସନ ଲେଖାଯାଇଛି। ତ ଆପଣ ଲେଖାଯାଇଛି ସେଠି ବି ପୋଲିସ ଅଫିସର, କନେଷ୍ଟବଳମାନେ ଓ ପେଟ୍ରୋଲିଂ ଜିପ୍, ଏସବୁ ପୋଲିସ ଷ୍ଟେସନ ରହୁଛି। ତ ଚାଲ ଦେଖିବା। ଡାକ୍ତରଖାନା କ'ଣ କ'ଣ ଅଛି? ତ ଚାଲ ଦେଖିବା। ତ ଡାକ୍ତରଖାନା ବି ରହୁଛି, ଡାକ୍ତର ଘର, ଡାକ୍ତର, ନର୍ସ, ଆମ୍ବୁଲାନ୍ସ ତ ରହୁଛି ଡାକ୍ତରଖାନା। ସେମିତି ଦିଆଯାଇଛି ନିଆଁ ଲିଭା କେନ୍ଦ୍ରରେ କ'ଣ କ'ଣ ରହୁଛି ପିଲାମାନେ? ଏଠି ଦେଖିବେ ଦମକଳ କର୍ମଚାରୀ, ଷ୍ଟେସନ ଅଫିସର ଓ ଦମକଳ ଗାଡ଼ି। ତ ଲେଖିବେ ଏମିତି। ତ ପିଲାମାନେ ପୋଷ୍ଟ ଅଫିସ ଲେଖାଯାଇଛି। ପୋଷ୍ଟ ଅଫିସରେ କିଏ ରହୁଛି? ପୋଷ୍ଟ ମାଷ୍ଟର, ପିଅନ, ଡାକବାଲା, ଡାକ ଗାଡ଼ି ବା ସାଇକେଲ ତ ଯିବା ଆସିବା କରୁଛନ୍ତି। ତାପରେ ପାଠାଗାରରେ କ'ଣ ରହୁଛି? ଲାଇବ୍ରେରୀ ଆଉ ଗ୍ରାନ୍ଥିଘରିକ, ଯେଉଁ ବହି ଖାତା ସେ ଗ୍ରାନ୍ଥିଘରିକ କୁହାଯାଉଛି। ତାପରେ ସହାୟକ କର୍ମଚାରୀ, ବହି ବା ଟ୍ରଲି ବା ବହି ଯେଉଁ ନେବା ଆଣିବା କରାଯାଉଛି ସେଇଟା କହୁଛି ବହି ବା ଟ୍ରଲି। ତ ଏମିତି ଲେଖିବେ ଉତ୍ତର। ତ ପିଲାମାନେ ଏମିତି 2ୟ ନମ୍ବର କ୍ୱେଶ୍ଚିନ୍ ଆନ୍ସର ଏହି ପାଠରେ ହେଇଗଲା। ତ ଆଉ କୌଣସି ଆପଣ ଚାହୁଁଥିଲେ ତ କମେଣ୍ଟ କରିକି ଜଣାନ୍ତୁ।